ପାଉଲ ତାଙ୍କ ଜୀବନର ସମସ୍ୟା ନିମନ୍ତେ ଈଶ୍ୱରଙ୍କୁ ଅଭିଯୋଗ କରିନଥିଲେ, ବରଂ ଈଶ୍ୱରଙ୍କ ଅନୁଗ୍ରହରେ ବିଶ୍ୱାସ କରିଥିଲେ। ତାଙ୍କ ଦୁର୍ବଳତାରେ ଈଶ୍ୱରଙ୍କ ଶକ୍ତି ଯେ ସାଧିତ ହେବ ତାହା ସେ ବିଶ୍ୱାସ କରୁଥିଲେ। ଆଜି କ'ଣ ଆମର ବିଶ୍ୱାସ ଅଛି କି? ଅବା ଆମେ ସମସ୍ୟା ନିମନ୍ତେ ଅଭିଯୋଗ କରୁଛୁ? ଗତି ପ୍ରଦୀପ ସେହି ନିରାଶରେ ଆଶା ଦେଇ ଏ ଘୋର ଦୁର୍ଦିନ କାଳେ ବନ୍ଧୁର ପଥ ଧାରେ ଦିଏ ସେ ଯେ ଶାନ୍ତି ଶିଖା, ଦିଏ ସେ ଯେ ଶାନ୍ତି ଶିଖା। ଘୁଞ୍ଚାଇ ବିଭୀଷିକା পথ প্রদর্শিকা, সে যে পথ প্রদর্শিকা, পথ প্রদর্শিকা, পথ প্রদর্শিকা। প্রিয় দর্শক বন্ধু নমস্କାର। ପ୍ରଭୁ ଯୀଶୁଙ୍କ ମଧୁର ନାମରେ ଆପଣଙ୍କୁ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆପଣଙ୍କ ମଧ୍ୟରୁ ଅନେକ ଆମ ସହିତ ଫୋନରେ ଯୋଗାଯୋଗ କରିଛନ୍ତି। ସେମାନଙ୍କୁ ମୁଁ ବିଶେଷ କରି ଧନ୍ୟବାଦ ଦିଏ। ଯଦି କେହି ଏପର୍ଯ୍ୟନ୍ତ ଆମକୁ ଫୋନ୍ କରିନାହାନ୍ତି, ଆଜି ହିଁ ଆମ ସହିତ ଯୋଗାଯୋଗ କରନ୍ତୁ। ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପୁଣି ଥରେ ଆପଣଙ୍କ ସହିତ ସାକ୍ଷାତ ପାଇଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରଭୁ ଆପଣଙ୍କୁ ବହୁଳ ଭାବେ ଆଶୀର୍ବାଦ କରନ୍ତୁ। ଏହା ଆମମାନଙ୍କ ପ୍ରାର୍ଥନା ଯେ ଈଶ୍ୱରଙ୍କ ବାକ୍ୟ ଆପଣଙ୍କ ଜୀବନରେ ପ୍ରଚୁର ଭାବେ କାର୍ଯ୍ୟ କରୁ, ଯେପରି ଆପଣ ଏହି ମନ୍ଦ ଜଗତରେ ଈଶ୍ୱରଙ୍କ ଆଲୋକ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇ ପାରିବେ, ଅନ୍ୟମାନେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିବେ। ତେବେ ଆସନ୍ତୁ ଆଜିର କାର୍ଯ୍ୟକ୍ରମ ମଧ୍ୟକୁ ଯିବା। ଆଜିର କାର୍ଯ୍ୟକ୍ରମରେ ଆମେ ଦେଖୁ ଯେ ପାଉଲ କ'ଣ କହୁଛନ୍ତି। ସେ କହୁଛନ୍ତି ଯେ ମୁଁ ଅତ୍ୟନ୍ତ ଗର୍ବୀ ନ ହୁଏ ଏଥିପାଇଁ ଈଶ୍ୱର ମୋ ଶରୀରରେ ଏକ କଣ୍ଟକ ଦେଇଛନ୍ତି। ପାଉଲ ଜାଣିଥିଲେ ଯେ ସେ ପ୍ରଭୁଙ୍କ ପାଇଁ ଅନେକ କିଛି କରିଛନ୍ତି, ମଣ୍ଡଳୀ ସ୍ଥାପନ କରିଛନ୍ତି, ଲୋକମାନଙ୍କୁ ପ୍ରଭୁଙ୍କ ନିକଟକୁ ଆଣିଛନ୍ତି, ସେ ଦୁଃଖ ନିନ୍ଦା ତାଡ଼ନା ସହ୍ୟ କରିଛନ୍ତି। କିନ୍ତୁ ସେ ସମସ୍ତ ସତ୍ତ୍ୱେ ତାଙ୍କ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଆସି ପହଞ୍ଚିଛି। ସେ ତାଡ଼ନାର ସମ୍ମୁଖୀନ ହୋଇଛନ୍ତି। ସେତିକି ନୁହେଁ, କଣ୍ଟକ ସ୍ୱରୂପେ ଏକ ରୋଗ ତାଙ୍କ ଶରୀରରେ ଅଛି। ଆଉ ପାଉଲ ସେଥିପାଇଁ 3 ଥର ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। କିନ୍ତୁ ପ୍ରଭୁଙ୍କ ଉତ୍ତର ପାଉଲଙ୍କ ପ୍ରତି କ'ଣ ଥିଲା ଜାଣନ୍ତି? ପାଉଲଙ୍କୁ ପ୍ରଭୁ କହୁଛନ୍ତି, ମୋ ଅନୁଗ୍ରହ ତୁମ ପାଇଁ ଯଥେଷ୍ଟ। ଆଉ ପାଉଲ ସେଇ ଦୁଃଖକୁ ସେ ଗ୍ରହଣ କରି ନେଇଛନ୍ତି। ଆଉ ସେ କହୁଛନ୍ତି, କଣ୍ଟକ ସ୍ୱରୂପେ ମୁଁ ଯେପରି ଗର୍ବ ନ ହୁଏ, ଏଇ କଣ୍ଟା ମୋ ଜୀବନରେ ଦିଆଯାଇଅଛି। ଆମେ ଆମ ଜୀବନର ଦୁଃଖ କଷ୍ଟକୁ କିପରି ଗ୍ରହଣ କରୁଛୁ? ଆମେ କ'ଣ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛୁ କି? ଆମେ କ'ଣ ପ୍ରଭୁଙ୍କୁ କହୁଛୁ କି ପ୍ରଭୁ ମୋତେ ଦୂତ ସ୍ୱରୂପେ ଏହା ଦେଇଛନ୍ତି ଯେପରି ମୁଁ ଗର୍ବୀ ନ ହୁଏ? ଆମେ ଦେଖୁ ପାଉଲ ପ୍ରଭୁଙ୍କ ପାଇଁ ଅନେକ କାର୍ଯ୍ୟ କରିଥିଲେ, ତଥାପି ତାଙ୍କ ସମସ୍ୟାରେ ସେ ଭାଙ୍ଗି ପଡ଼ିନାହାନ୍ତି, ପ୍ରଭୁଙ୍କୁ ପ୍ରଶ୍ନ କରୁନାହାନ୍ତି। ସେ କହୁଛନ୍ତି ପ୍ରଭୁ ଏକ କଣ୍ଟକ ସ୍ୱରୂପେ ମୋତେ ଦେଇଛନ୍ତି। ସେ ପ୍ରଭୁଙ୍କର ଗୌରବ କରୁଛନ୍ତି। ଆଜି ଆମମାନଙ୍କ ଜୀବନରେ ଆମେ କ'ଣ ପ୍ରଭୁଙ୍କ ଗୌରବ କରୁଛୁ କି? ପ୍ରଭୁଙ୍କ ମହିମା କରୁଛୁ କି? କିଅବା ପ୍ରଭୁଙ୍କୁ ନିନ୍ଦା କରୁଛୁ? ଆମେ ଯେତେବେଳେ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ଯାଉ, ଆମେ ପ୍ରଭୁଙ୍କ ପ୍ରଶଂସା କରିବା ଆବଶ୍ୟକ, ଯେପରି ପ୍ରଭୁ ମହିମାନ୍ୱିତ ହେବେ। ଆଉ ଆମେ ଦେଖୁ ପାଉଲଙ୍କୁ ଈଶ୍ୱର ଆଶ୍ଚର୍ଯ୍ୟ ଭାବେ ବ୍ୟବହାର କରୁଛନ୍ତି। ତେବେ ଆସନ୍ତୁ ଆଜିର ଅଧ୍ୟୟନ ମଧ୍ୟକୁ ଯିବା ପୂର୍ବରୁ ଆମେ ଏକ ଭକ୍ତିମୂଳକ ଗୀତ ଶୁଣିବା। ଉଚାରିଲେ ସେହି ପ୍ରିୟ ମଧୁ ନାମ, ଯାଏ ଦୂରେ ଦୁଃଖ ଯାତନା। ଦେଖୁଥିଲେ ତୁମ
ମୁଖ ଅନୁପମ କେବେ ତାହା ଭୁଲି ହୁଏ ନା। ସଙ୍ଗୀତେ ତଳୁ ମୂର୍ଚ୍ଛନାମି ଅମର ଦିବ୍ୟ ଚରଣୀ। ଯୀଶୁ ତୁମ ପ୍ରେମ ସ୍ମରି ବନ୍ଦନା କରୁଛୁ ପୁଣ୍ୟ ଚରଣୀ। ଯୀଶୁ ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ 2 Corinthio 12 ପର୍ବର 7 ପଦରୁ ଆରମ୍ଭ କରି 13 ପର୍ବର 4 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇ ଦିଏ ଯେ ଆମେ ପାଉଲଙ୍କର ପ୍ରେରିତ ପଦର ଭାବବାଣୀ ବିଷୟ ନେଇ ଆଲୋଚନା କରି ଆସୁଅଛୁ। ଗତ ପାଠରେ ଆମେ ସେହି ବିଷୟ ନେଇ ଆଲୋଚନା କରିଥିଲୁ ଏବଂ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ଆସନ୍ତୁ ବର୍ତ୍ତମାନ ଆମେ ପାଉଲଙ୍କ ଶରୀରରେ ଥିବା କଣ୍ଟକ ବିଷୟ ନେଇ ଲକ୍ଷ୍ୟ କରିବାକୁ ଯିବା। ଦେଖନ୍ତୁ 12 ପର୍ବର 7 ପଦରେ ଏହିପରି ଲେଖା ଅଛି, ଏଣୁ ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ ଏଥିନିମନ୍ତେ ମୋତେ ପ୍ରହାର କରିବା ପାଇଁ ମୋର ଶରୀରରେ ଶୟତାନର ଦୂତ ସ୍ୱରୂପ ଗୋଟିଏ କଣ୍ଟକ ଦିଆଗଲା। ହଁ, ଯେପରି ମୁଁ ଅତିଶୟ ଗର୍ବୀ ନ ହୁଏ ଏଥିନିମନ୍ତେ ତାହା ଦିଆଗଲା। ପାଉଲ କହନ୍ତି ଯେ ସେ ତାହାଙ୍କର ଦୁର୍ବଳତା ବିଷୟ ନେଇ ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିବେ, ମାତ୍ର ସେ ସେହି ତୃତୀୟ ସ୍ୱର୍ଗ ବିଷୟ ନେଇ କିଛି କହିବେ ନାହିଁ। କାହିଁକି? ଯେହେତୁ ସେହିସବୁ ବିଷୟ ପ୍ରକାଶ ନ କରିବା ନିମନ୍ତେ ତାହାଙ୍କୁ କୁହାଯାଇଥିଲା। ମୁଁ ଭାବେ ଅନେକ ସମୟରେ ଶୟତାନ ଏହି ଦୃଶ୍ୟ ଜଗତ ମଧ୍ୟରୁ ଈଶ୍ୱରଙ୍କର ସାକ୍ଷ୍ୟଗୁଡ଼ିକୁ ହରଣ କରିନେବାକୁ ଚେଷ୍ଟା କରେ। ସେ ସେହିସବୁରୁ ଦୂରେଇ ରହିବାକୁ ଚାହେଁ। ସେ ଅସୁସ୍ଥତା, ରୋଗବ୍ୟାଧି ଓ ଶରୀରରେ କଣ୍ଟକ ପ୍ରଭୃତି ବ୍ୟବହାର କରେ। ତେବେ ପାଉଲଙ୍କ ଶରୀରରେ ସେହି କଣ୍ଟକ କ'ଣ ଥିଲା ତାହା ମୁଁ ମଧ୍ୟ କହିପାରିବି ନାହିଁ, କାରଣ ପାଉଲ ନିଜେ ମଧ୍ୟ ତାହା ସ୍ପଷ୍ଟ ଭାବେ ପ୍ରକାଶ କରନ୍ତି ନାହିଁ। କିନ୍ତୁ ଈଶ୍ୱର କାହିଁକି ପାଉଲଙ୍କ ଶରୀରରେ କଣ୍ଟକ ଦେଲେ? ତାହାଙ୍କୁ ନମ୍ର କରିବା ପାଇଁ ଓ ସେ ଯେପରି ସେହି ଦର୍ଶନ ପାଇବା ପରେ ନିଜକୁ ଅତି ମହାନ ବୋଲି ବିବେଚନା ନ କରନ୍ତି ବା ସବୁଠାରୁ ଧାର୍ମିକ ବୋଲି ମନେ ନ କରନ୍ତି। 12 ପର୍ବର 8 ଓ 9 ପଦରେ ଏହିପରି ଲେଖା ଅଛି, ଯେପରି ତାହା ମୋଠାରୁ ଦୂର ହୁଏ ଏଥିପାଇଁ ମୁଁ ପ୍ରଭୁଙ୍କୁ ସେ ବିଷୟରେ 3 ଥର ବିନତି କଲି। ଆଉ ସେ ମୋତେ କହିଅଛନ୍ତି, ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ। ଅତଏବ ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଞ୍ଚ ମୋହର ଦୁର୍ବଳତାରେ ଦର୍ପ କରିବି। ବର୍ତ୍ତମାନ ମୁଁ କହିବାକୁ ଚାହେଁ ଯେ ପାଉଲଙ୍କର ସମସ୍ୟା ଥିଲା ତାହାଙ୍କର ଦୃଷ୍ଟିହୀନତା। ତାହାଙ୍କର ଦୃଷ୍ଟିଶକ୍ତି ଅତି କ୍ଷୀଣ ହୋଇଥିଲା। ଯେତେବେଳେ ଆମେ ଗାଲାତୀୟ ପତ୍ରଟିକୁ ପାଠ କରିବା ପାଇଁ ଯିବା, ସେତେବେଳେ ଆମେ ସେଠାରେ ଦେଖିବାକୁ ପାରିବା ଯେ ସେ କହନ୍ତି ଯେ ତାହାଙ୍କୁ ବଡ଼ ବଡ଼ ଅକ୍ଷରରେ ଲେଖିବାକୁ ଥିଲା, ଯାହାକି ତାହାଙ୍କର ଦୃଷ୍ଟିଶକ୍ତି କ୍ଷୀଣ ହେବାର ବିଷୟକୁ ପ୍ରକାଶ କରେ। ତାହା ହେଉଛି ଯେ ସେ ଭଲ ଭାବେ ଦେଖିପାରୁନଥିଲେ। ପରେ ଆମେ ଏହି ବିଷୟ ନେଇ ଆଲୋଚନା କରିବା। ତେବେ ସେହି କଣ୍ଟକ ଯାହା ହୋଇଥାଉ ନା କାହିଁକି, ପାଉଲ ତହିଁରୁ ରକ୍ଷା ପାଇବା ନିମନ୍ତେ 3 ଥର ପ୍ରଭୁଙ୍କୁ ବିନତି କଲେ। ମାତ୍ର 3 ଥର ଯାକ ପ୍ରଭୁ ଯଦିଓ ତାହାଙ୍କର ପ୍ରାର୍ଥନା ଶୁଣିଲେ, ମାତ୍ର ସେ ମନା କଲେ। ପ୍ରଭୁଙ୍କର ଉତ୍ତର ଥିଲା ନାହିଁ। ଆପଣ ଓ ମୁଁ ଆମେ ମଧ୍ୟ ପ୍ରଭୁଙ୍କ ନିକଟରେ କିଛି ବିଷୟ ନିମନ୍ତେ ବାରମ୍ବାର ପ୍ରାର୍ଥନା କରିଥାଉ, ନୁହେଁ କି? ଯେଉଁ ବିଷୟ ନିମନ୍ତେ ସେ ପୂରାପୂରି ମନା କରିଦେଇଥାନ୍ତି। ଯଦି ଆମେ ତାହାଙ୍କ ନିକଟରେ କିଛି ବିଷୟ ନିମନ୍ତେ ପ୍ରାର୍ଥନା କରି ପାଇନଥାଉ, ଆମେ ଭାବୁ ଯେ ସେ ଆମମାନଙ୍କ ପ୍ରାର୍ଥନାର ଉତ୍ତର ଦେଉନାହାନ୍ତି। ମାତ୍ର ଆମେ ଜାଣି ରଖିବା ଉଚିତ ଯେ ଅନେକ ସମୟରେ ତାହାଙ୍କର ସେହି
ନାହିଁ ଉତ୍ତରଟି ଆମ ନିମନ୍ତେ ସମ୍ଭବତଃ ଅତି ଉତ୍ତମ ପ୍ରତ୍ୟୁତ୍ତର। ହଁ, ଏହାକୁ ଗ୍ରହଣ କରିନେବା ଆମମାନଙ୍କ ପକ୍ଷେ କଷ୍ଟକର ହୋଇପାରିଥାଏ, କିନ୍ତୁ ତାହାକୁ ଆମମାନଙ୍କୁ ଗ୍ରହଣ କରିବାକୁ ହେବ। ଅର୍ଥାତ୍ ପ୍ରଭୁଙ୍କର ଇଚ୍ଛାକୁ ଆମମାନଙ୍କ ଜୀବନରେ ଆମମାନେ ଗ୍ରହଣ କରିନେବାକୁ ହେବ। ସେ ପାଉଲଙ୍କୁ କହନ୍ତି, ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ। ସେ କହନ୍ତି, ସେ ସେହି କଣ୍ଟକକୁ ଦୂର କରିବେ ନାହିଁ, ମାତ୍ର ସେହି କଣ୍ଟକକୁ ସହ୍ୟ କରିବା ନିମନ୍ତେ ଅନୁଗ୍ରହ ପ୍ରଦାନ କରିବେ। ତାହା ହିଁ ଅତି ଚମତ୍କାର ବିଷୟ। କାରଣ ପ୍ରଭୁଙ୍କର ବାକ୍ୟ କହେ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ। ଅନ୍ୟ ଅର୍ଥରେ କହିବାକୁ ଗଲେ ପାଉଲଙ୍କ ପ୍ରଚାର କାର୍ଯ୍ୟରେ ଏହା ସ୍ପଷ୍ଟ ଜଣାଯାଉଥିଲା ଯେ ସେ ଶାରୀରିକ ଭାବେ ଏତେ ଦୂର ଦୁର୍ବଳ ହୋଇଯାଇଥିଲେ, ଯଦ୍ୱାରା ଈଶ୍ୱରଙ୍କ ଆତ୍ମା ତାହାଙ୍କୁ ଶକ୍ତିଯୁକ୍ତ କରାଉଥିଲେ ଓ ସେ ଆତ୍ମାଙ୍କ ଶକ୍ତିରେ କାର୍ଯ୍ୟ କରୁଥିଲେ। ଲେଖା ଅଛି, ଅତଏବ ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଞ୍ଚ ମୋହର ଦୁର୍ବଳତାରେ ଦର୍ପ କରିବି। ଏହା ହିଁ ଥିଲା ପ୍ରଭୁଙ୍କର ଉତ୍ତର ପ୍ରତି ପାଉଲଙ୍କର ପ୍ରତ୍ୟୁତ୍ତର। ପାଉଲ ତାହାଙ୍କର ଦୁର୍ବଳତାରେ ଦର୍ପ କରନ୍ତି, ଅର୍ଥାତ୍ ସେ ସେହି ତାହାଙ୍କର ଦୁର୍ବଳତାକୁ ସ୍ମରଣ କରି ପ୍ରଭୁଙ୍କର ଶକ୍ତିକୁ ଉପଲବ୍ଧି କରି ପ୍ରଭୁଙ୍କଠାରେ ଦର୍ପ କରନ୍ତି। କାରଣ ସେ ନିଜେ କହନ୍ତି, ଯେତେବେଳେ ମୁଁ ଦୁର୍ବଳ ସେତେବେଳେ ମୁଁ ବଳବାନ, ଆଉ ତାହା କେବଳ ଖ୍ରୀଷ୍ଟଙ୍କ ଶକ୍ତିର କାର୍ଯ୍ୟ ହେତୁ। ଆଜି ଆମେ ପ୍ରଭୁଙ୍କଠାରେ ଦର୍ପ କରିବା ଉଚିତ, କିନ୍ତୁ ଆମେ ପ୍ରଭୁଙ୍କୁ ଗୌରବ ଦେବା ଉଚିତ ଏବଂ ପ୍ରଭୁଙ୍କର ଶକ୍ତିର କାର୍ଯ୍ୟ ଆମମାନଙ୍କ ଜୀବନରେ ପ୍ରତିଫଳିତ ହେବା ଉଚିତ। 12 ପର୍ବର 10 ପଦରେ ଲେଖା ଅଛି, ତେଣୁ ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ, ଅପମାନରେ, ଦୁର୍ଦ୍ଦଶାରେ, ତାଡ଼ନାରେ, ସଙ୍କଟରେ ମୁଁ ସନ୍ତୁଷ୍ଟ ହୁଏ। କାରଣ ଯେତେବେଳେ ମୁଁ ଦୁର୍ବଳ ସେତେବେଳେ ମୁଁ ବଳବାନ। ଏହା ହିଁ ଥିଲା ପ୍ରେରିତ ପାଉଲଙ୍କର ଏକ ଚମତ୍କାର ଉକ୍ତି। ବାସ୍ତବରେ ଈଶ୍ୱର ଦୁର୍ବଳମାନଙ୍କୁ ବଳବାନ କରିପାରନ୍ତି ଓ ସେ ଦୁର୍ବଳମାନଙ୍କ ଦ୍ୱାରା ବଳବାନ ବିଷୟ ସବୁ ସାଧନ କରିପାରନ୍ତି। ତେଣୁ ଆମେ ସଦାସର୍ବଦା ପ୍ରଭୁଙ୍କଠାରୁ ସେହି ବଳ ପାଇବା ନିମନ୍ତେ ନିଜକୁ ତାହାଙ୍କ ନିକଟରେ ଦୁର୍ବଳ ବୋଲି ଚିନ୍ତା କରିବା ଉଚିତ, ଆଉ ତାହାଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିବା ଉଚିତ, ଆଉ ତାହାଙ୍କର ଇଚ୍ଛା ଲୋଡ଼ି କାର୍ଯ୍ୟ କରିବା ଉଚିତ। ତାହେଲେ ଆମମାନେ ଆମମାନଙ୍କର ସେବା କାର୍ଯ୍ୟରେ, ଆମମାନଙ୍କର ପ୍ରଚାର କ୍ଷେତ୍ରରେ ଆମମାନେ କୃତକାର୍ଯ୍ୟ ହୋଇପାରିବା। ପ୍ରଭୁ ଆମମାନଙ୍କୁ ଆଶ୍ଚର୍ଯ୍ୟ ଭାବେ ବ୍ୟବହାର କରିବେ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। 12 ପର୍ବର 11-12 ପଦରେ ଏହିପରି ଲେଖା ଅଛି, ମୁଁ ନିର୍ବୋଧ ହୋଇଅଛି, ତୁମେମାନେ ମୋତେ ବାଧ୍ୟ କଲ, କାରଣ ମୋର ପ୍ରଶଂସା କରିବା ତୁମମାନଙ୍କର ଉଚିତ ଥିଲା। ତେଣୁ ଯଦ୍ୟପି ମୁଁ କିଛି ନୁହେଁ, ତଥାପି କୌଣସି ବିଷୟରେ ସେହି ଶ୍ରେଷ୍ଠତମ ପ୍ରେରିତମାନଙ୍କ ଅପେକ୍ଷା ଊଣା ନୁହେଁ। ଯେ ସମସ୍ତ ଚିହ୍ନ ଓ ଅଦ୍ଭୁତ କର୍ମ ପୁଣି ଶକ୍ତିର କାର୍ଯ୍ୟ ପ୍ରେରିତଙ୍କ ଲକ୍ଷଣ ସ୍ୱରୂପ, ସେହିସବୁ ପ୍ରକୃତିରେ ତୁମମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଧୈର୍ଯ୍ୟ ସହକାରେ ସାଧିତ ହୋଇଅଛି। ପାଉଲ ନିଜକୁ ପ୍ରେରିତମାନଙ୍କ ମଧ୍ୟରେ କ୍ଷୁଦ୍ରତମ ବୋଲି ବିଚାର କରନ୍ତି, ମାତ୍ର ତଥାପି ସେ କହନ୍ତି, ଯେଣୁ ଯଦ୍ୟପି ମୁଁ କିଛି ନୁହେଁ, ତଥାପି କୌଣସି ବିଷୟରେ ସେହି ଶ୍ରେଷ୍ଠତମ ପ୍ରେରିତମାନଙ୍କ ଅପେକ୍ଷା ଊଣା ନୁହେଁ। କେହି ଜଣେ ତାହାଙ୍କର ପ୍ରଶଂସା କରିବାକୁ ଥିଲା, ମାତ୍ର କେହି ହେଲେ ସେପରି କଲେ ନାହିଁ। ତେଣୁକରି ସେ ତାହାଙ୍କର ପ୍ରେରିତ ପଦର ଆତ୍ମପକ୍ଷ ସମର୍ଥନ କରିବାକୁ ଯାଇ ଏହିପରି ନିଜକୁ ପ୍ରତିଷ୍ଠିତ କରାଇଲେ, ମାତ୍ର ସେଥିନିମନ୍ତେ ମଧ୍ୟ ସେ କ୍ଷମା ମାଗନ୍ତି। କିନ୍ତୁ ଏହି ସମସ୍ତ ନିମନ୍ତେ ଦାୟୀ ଥିଲେ ସେହି କରିନ୍ଥୀୟମାନେ। ସେହି ପ୍ରେରିତ ପଦର ଲକ୍ଷଣ ସ୍ୱରୂପେ ସେମାନଙ୍କୁ ଅନେକ ଚିହ୍ନ ଓ ଅଦ୍ଭୁତ କର୍ମ ପୁଣି ଶକ୍ତିର କାର୍ଯ୍ୟ ସାଧନ କରିବା ନିମନ୍ତେ ଦାନ ପ୍ରଭୃତି ଦିଆଯାଇଥିଲା ଓ ସେମାନଙ୍କ ମଧ୍ୟରେ ସେହିସବୁ ସାଧିତ ହୋଇଥିଲା। ରୋଗ ସୁସ୍ଥ କରିବାର, ମୃତମାନଙ୍କୁ ଜୀବିତ କରାଇବାର ଓ ପରଭାଷା କହିବାର ଦାନ ପ୍ରଭୃତି ଦିଆଯାଇଥିଲା ଓ ତାହା ମଧ୍ୟ ସାଧିତ ହୋଇଥିଲା। ମାତ୍ର ତଥାପି ସେମାନଙ୍କ ମଧ୍ୟରୁ ଅନେକେ ତାହାଙ୍କୁ ପ୍ରେରିତ ବୋଲି ଗ୍ରହଣ କରିପାରିଲେ ନାହିଁ। କିନ୍ତୁ ତଥାପି ପାଉଲ ନିଜର ନିର୍ବୋଧତା ନିମନ୍ତେ କ୍ଷମା ପ୍ରାର୍ଥନା କରନ୍ତି ଓ ସେ ଖ୍ରୀଷ୍ଟଙ୍କୁ ଗୌରବ ଦେଇ ତାହାଙ୍କୁ ମହିମାନ୍ୱିତ କରନ୍ତି। କରିନ୍ଥକୁ ପୁନର୍ବାର ପରିଦର୍ଶନ କରିବା ନିମନ୍ତେ ପାଉଲଙ୍କର ଯୋଜନା କରିବା ନେଇ ଏହି 12 ପର୍ବର 13 ପଦରୁ 21 ପଦ ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ଯିବା। ଦେଖନ୍ତୁ, 12 ପର୍ବର 13 ଓ 14 ପଦରେ ଏହିପରି ଲେଖା ଅଛି,
କାରଣ ମୁଁ ନିଜେ ଯେ ତୁମମାନଙ୍କର ଭାରସ୍ୱରୂପ ହୋଇନାହିଁ, ଏହି ଗୋଟିଏ ବିଷୟ ଛଡ଼ା ଅବଶିଷ୍ଟ ମଣ୍ଡଳୀ ସମୂହଠାରୁ ତୁମେମାନେ କାହିଁରେ ନିକୃଷ୍ଟ ହୋଇଅଛ? ମୋହର ଏହି ଦୋଷ କ୍ଷମା କର। ଦେଖ, ମୁଁ ତୁମମାନଙ୍କ ନିକଟକୁ ଯିବା ନିମନ୍ତେ ଏହି ତୃତୀୟ ଥର ପ୍ରସ୍ତୁତ ଅଛି। ଆଉ ମୁଁ ତୁମମାନଙ୍କର ଭାରସ୍ୱରୂପ ହେବି ନାହିଁ, କାରଣ ମୁଁ ତୁମମାନଙ୍କର ଧନ ନ ଖୋଜି ତୁମମାନଙ୍କୁ ଖୋଜୁଅଛି। ଯେଣୁ ସନ୍ତାନ ସନ୍ତତିମାନଙ୍କର ପିତାମାତାମାନଙ୍କ ନିମନ୍ତେ ସଞ୍ଚୟ କରିବା ଉଚିତ ନୁହେଁ, ମାତ୍ର ସନ୍ତାନ ସନ୍ତତିମାନଙ୍କ ନିମନ୍ତେ ପିତାମାତାଙ୍କର ସଞ୍ଚୟ କରିବା ଉଚିତ। ଆପଣ ଦେଖନ୍ତୁ, ପାଉଲ ସେମାନଙ୍କର ଆତ୍ମିକ ପିତା ଥିଲେ। ସେ ସେମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିଥିଲେ ଓ ସେହି କରିନ୍ଥରେ ମଣ୍ଡଳୀ ସ୍ଥାପନ କରିଥିଲେ। ତେଣୁକରି ସେ ସେମାନଙ୍କୁ ବୋଝଗ୍ରସ୍ତ କରାଇବାକୁ ଚାହାନ୍ତି ନାହିଁ, ମାତ୍ର ସେମାନଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି। 15 ପଦରେ ଲେଖା ଅଛି, ଆଉ ମୁଁ ତୁମମାନଙ୍କ ଆତ୍ମା ନିମନ୍ତେ ମହାନନ୍ଦରେ ବ୍ୟୟ କରିବି। ହଁ, ମୋର ପ୍ରାଣ ସୁଦ୍ଧା ବ୍ୟୟ କରିବି। ମୁଁ ତୁମମାନଙ୍କୁ ଅଧିକ ପ୍ରଚୁର ଭାବେ ପ୍ରେମ କରୁଅଛି ବୋଲି କ'ଣ ଉଣା ପ୍ରେମ ପ୍ରାପ୍ତ ହେଉଅଛି? ପାଉଲ ଏଠାରେ ତାହାଙ୍କର କ୍ଲେଶ ଭୋଗ କରିବା ଓ ଦୁଃଖଗ୍ରସ୍ତ ହେବା ବିଷୟକୁ ସ୍ମରଣ କରାଇ ଦିଅନ୍ତି, ଯାହାକି ସେମାନଙ୍କ ପ୍ରତି ତାହାଙ୍କର ବାସ୍ତବ ପ୍ରେମକୁ ପ୍ରକାଶ କରେ। ଏହାପରେ 16 ପଦରେ ଲେଖା ଅଛି, କିନ୍ତୁ ଯାହା ହେଉ, ମୁଁ ନିଜେ ତୁମମାନଙ୍କୁ ଭାରଗ୍ରସ୍ତ କଲି ନାହିଁ, ମାତ୍ର ଧୂର୍ତ୍ତ ହୋଇ ମୁଁ ତୁମମାନଙ୍କୁ ଛଳରେ ଧରିଲି। ଲକ୍ଷ୍ୟ କରନ୍ତୁ, ପାଉଲ କହନ୍ତି, ତୁମମାନଙ୍କର ଯାହା ସବୁ ଅଛି ସେହିସବୁ ପାଇବା ନିମନ୍ତେ ମୁଁ ତୁମମାନଙ୍କ ପଛରେ ଧାଏ ନାହିଁ, ମାତ୍ର ତୁମମାନଙ୍କୁ ପାଇବା ନିମନ୍ତେ ଓ ତୁମମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିବାକୁ ଚାହେଁ। କାରଣ ପ୍ରଭୁ ଯୀଶୁ ମଧ୍ୟ ତାହାଙ୍କର ପ୍ରେରିତମାନଙ୍କୁ କହିଥିଲେ, ମୋହର ଅନୁଗମନ କର, ଆଉ ମୁଁ ତୁମମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି। ଏହାପରେ 17-18 ପଦରେ ଲେଖା ଅଛି, ମୁଁ ତୁମମାନଙ୍କ ନିକଟକୁ ଯେଉଁମାନଙ୍କୁ ପଠାଉଅଛି ସେମାନଙ୍କ ମଧ୍ୟରୁ କୌଣସି ଜଣକ ଦ୍ୱାରା କି ତୁମମାନଙ୍କଠାରୁ କିଛି ଲାଭ କରିଅଛି? ମୁଁ ତିତସକୁ ଯିବା ନିମନ୍ତେ ଅନୁରୋଧ କରିଥିଲି, ପୁଣି ତାଙ୍କ ସହିତ ସେହି ଭାଇଙ୍କୁ ପଠାଇଥିଲି। ତିତସ କି ତୁମମାନଙ୍କଠାରୁ କିଛି ଲାଭ କରିଅଛନ୍ତି? ଆମମାନେ କ'ଣ ଏକ ଆତ୍ମାରେ ଆଚରଣ କରିନାହୁଁ? ଆମମାନେ କ'ଣ ଏକ ପଦଚିହ୍ନରେ ଗମନ କରିନାହୁଁ? ପାଉଲ କୌଣସି ଚତୁରତାର କୌଶଳ ପ୍ରୟୋଗ କରିନଥିଲେ। ସେ ସରଳ ଭାବେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କଲେ। ସେ କୌଣସି ଆର୍ଥିକ ଲାଭର ଆଶା ରଖି ତାହାଙ୍କ ବାକ୍ୟ ପ୍ରଚାର କରି ଅନ୍ୟ କାହାକୁ ସେହି କରିନ୍ଥୀୟ ମଣ୍ଡଳୀ ନିକଟକୁ ପଠାଇ ନ ଥିଲେ। 19-20 ପଦରେ ଲେଖା ଅଛି, ଏପର୍ଯ୍ୟନ୍ତ ତୁମେମାନେ କହୁଅଛ ଯେ ଆମେମାନେ ତୁମମାନଙ୍କ ନିକଟରେ ଦୋଷ କଟାଉଅଛୁ। ଈଶ୍ୱରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କ ସେବକ ସ୍ୱରୂପେ ଆମ୍ଭେମାନେ କଥା କହୁଅଛୁ। କିନ୍ତୁ ହେ ପ୍ରିୟମାନେ, ସମସ୍ତ ବିଷୟ ତୁମମାନଙ୍କ ନିଷ୍ଠା ନିମନ୍ତେ କହୁଅଛୁ। କାରଣ କାଳେ ଅବା ମୁଁ ଉପସ୍ଥିତ ହେଲେ ତୁମମାନଙ୍କୁ ଯେପରି ଦେଖିବାକୁ ଇଚ୍ଛା କରୁଅଛି ସେପରି ତୁମମାନଙ୍କୁ ନ ଦେଖେ, ଆଉ ତୁମେମାନେ ମୋତେ ଯେପରି ଦେଖିବାକୁ ଇଚ୍ଛା ନ କର ସେପରି ମୋତେ ଦେଖ, ଏଥିପାଇଁ ମୁଁ ଭୟ କରୁଅଛି। କାଳେ ଅବା ବିବାଦ, ଈର୍ଷା, କ୍ରୋଧ, ଦଳାଦଳି, ପରନିନ୍ଦା, କାନ କୁହାକୁହି, ଦାମ୍ଭିକତା, ଗଣ୍ଡଗୋଳ ହୁଏ। ପାଉଲ ଯେତେବେଳେ ସେହି କରିନ୍ଥରେ ଯାଇ ପହଞ୍ଚିବେ ସେତେବେଳେ ସେ ସେମାନଙ୍କ ମଣ୍ଡଳୀ ମଧ୍ୟରେ ଏହି ସମସ୍ତ ବିଷୟ ଦେଖିବାକୁ ପାଇବ ବୋଲି ଭାବୁଥିଲେ। ସେମାନେ ପାଉଲଙ୍କଠାରୁ ଅନେକ ବିଷୟ ଆଶା କରୁଥିଲେ ଓ ପାଉଲ ମଧ୍ୟ ସେମାନଙ୍କଠାରୁ ଅନେକ ବିଷୟ ଆଶା କରୁଥିଲେ। ମାତ୍ର ସେ କ'ଣ ଦେଖିବାକୁ ପାରିବେ? ସେମାନଙ୍କ ମଧ୍ୟରେ ବିବାଦ, ଈର୍ଷା, କ୍ରୋଧ ଓ ଦାମ୍ଭିକତା ଦେଖିବାକୁ ପାରିବେ। 12-21 ପଦରେ ଲେଖା ଅଛି, କାଳେ ମୁଁ ପୁନର୍ବାର ଉପସ୍ଥିତ ହେଲେ ମୋର ଈଶ୍ୱର ତୁମମାନଙ୍କ ସମ୍ବନ୍ଧରେ ମୋତେ ପୁନର୍ବାର ଅବନତ କରନ୍ତି। ପୁଣି ଯେଉଁମାନେ ପୂର୍ବରେ ପାପ କରିଅଛନ୍ତି ଆଉ ଆପଣା ଆପଣା କୃତ ଅଶୁଚିତା, ବ୍ୟଭିଚାର ଓ କାମୁକତା ସକାଶେ ଅନୁତାପ କରିନାହାନ୍ତି, ଏପରି ଅନେକ ଲୋକଙ୍କ ନିମନ୍ତେ ମୁଁ ଶୋକ କରେ। କରିନ୍ଥ ଏକ କଳୁଷିତ ନଗର ଥିଲା। ରୋମ୍ ସାମ୍ରାଜ୍ୟ ମଧ୍ୟରେ ଏହା ପାପର କେନ୍ଦ୍ରସ୍ଥଳ ରୂପେ ପରିଚିତ ଥିଲା। ଏହା ଅଶୁଚିତା, ବ୍ୟଭିଚାର ଓ କାମୁକତାରେ ପରିପୂର୍ଣ୍ଣ ଥିଲା। ମାତ୍ର ତଥାପି କରିନ୍ଥୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନେ ଏହି ସମସ୍ତ ବିଷୟକୁ ଅତି ହାଲୁକା ମଣୁଥିଲେ।
ମାତ୍ର ପାଉଲ ଏଥିପ୍ରତି ଅତି ଯତ୍ନବାନ ଥିଲେ, କାରଣ ସେ ଚାହାନ୍ତି ମଣ୍ଡଳୀ ଯେପରି ଈଶ୍ୱରଙ୍କ ପବିତ୍ରତା ରକ୍ଷା କରେ ଓ ଏହି ଜଗତ ମଧ୍ୟରୁ ଏକ ପୃଥକୀକୃତ ଜୀବନଯାପନ କରିବାକୁ ପାରେ। ତେଣୁକରି ପାଉଲ ସେଦିନ ସେହି କରିନ୍ଥୀୟମାନଙ୍କୁ ଏହି ବିଷୟରେ ସ୍ମରଣ କରାଇ ସତର୍କ କରାଇ ଦେଇଥିଲେ ଓ ସେ ଆଜି ମଧ୍ୟ ତାଙ୍କର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସତର୍କ କରାଇ ଦିଅନ୍ତି ଯେପରି ଈଶ୍ୱରଙ୍କ ପବିତ୍ରତା ରକ୍ଷା ହେବାକୁ ପାରେ ଓ ମଣ୍ଡଳୀ ଏହି ଜଗତ ନିକଟରେ ଏକ ଆଦର୍ଶ ହେବାକୁ ପାରେ। ପ୍ରିୟ ବନ୍ଧୁ, ଆଜି ଯଦି ଆପଣ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ବା ବିଶ୍ୱାସିନୀ, ଆଜି ଯଦି ଆପଣ ମଣ୍ଡଳୀର ଏକ ଦାୟିତ୍ୱ ପଦରେ ଅଛନ୍ତି ବା ମଣ୍ଡଳୀର ପାଳକ ସ୍ୱରୂପ ଅଛନ୍ତି ବା ମଣ୍ଡଳୀର ପ୍ରଚାରକ ସ୍ୱରୂପ ଅଛନ୍ତି ବା ମଣ୍ଡଳୀର ଜଣେ ବିଶେଷ ବା ବିଶିଷ୍ଟ ସଭ୍ୟ ଭାବେ ଅଛନ୍ତି ବା ସଭ୍ୟା ଭାବେ ଅଛନ୍ତି, ତାହେଲେ ଆପଣ ମଣ୍ଡଳୀ ମଧ୍ୟରେ ଏହି ସମସ୍ତ ବିଷୟକୁ ଭଲ ଭାବରେ ଲକ୍ଷ୍ୟ ରଖି ତହିଁର ସମାଧାନ କରିବା ଉଚିତ। ଆଜି ମଣ୍ଡଳୀ ମଧ୍ୟରେ ଯଦି ଅଶୁଚିତାର ବିଷୟ ଥାଏ, ବ୍ୟଭିଚାର ଥାଏ ବା କାମୁକତାର ବିଷୟ ଥାଏ, ତାହେଲେ ମଣ୍ଡଳୀ କିପରି ଭାବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଗୌରବ ମହିମା ପ୍ରକାଶ କରିପାରିବ? କିନ୍ତୁ ଦୁଃଖର ବିଷୟ, ଏହି ବ୍ୟଭିଚାର ଅଶୁଚିତା ଆଜି ପ୍ରାୟ ଖ୍ରୀଷ୍ଟୀୟ ମଣ୍ଡଳୀମାନଙ୍କ ମଧ୍ୟରେ ପରିଲକ୍ଷିତ ହୁଏ। ଆଜି ଅଧିକାଂଶ କ୍ଷେତ୍ରରେ ବିଶ୍ୱାସୀ ବିଶ୍ୱାସିନୀମାନେ ପାପରେ ପତିତ। ସେଥିପାଇଁ ଆଜି ଖ୍ରୀଷ୍ଟୀୟ ମଣ୍ଡଳୀ ଆତ୍ମିକ ଜୀବନରେ ଅଭିବୃଦ୍ଧି ଲାଭ କରିପାରୁନାହିଁ। କାହିଁକି? ଯେହେତୁ ମଣ୍ଡଳୀ ମଧ୍ୟରେ ଯଦି ପାପ ରହେ, ଯଦି ଏହି ସମସ୍ତ ଅଶୁଚିତାର ବିଷୟ ରହେ, ତାହେଲେ ପ୍ରଭୁ ଯୀଶୁ କେବେ ହେଲେ ତହିଁରେ ସନ୍ତୁଷ୍ଟ ହେବେ ନାହିଁ। ଆଉ ଯଦି ମଣ୍ଡଳୀ ମଧ୍ୟରେ ଏହି ସମସ୍ତ ଅଶୁଚିତାର ବିଷୟ ପରିଲକ୍ଷିତ ହୁଏ, ତାହେଲେ ତାହା ଅନ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରେ। ଅନ୍ୟ ବିଶ୍ୱାସୀ ବିଶ୍ୱାସିନୀମାନେ ତହିଁରେ ପ୍ରଭାବିତ ହୋଇ ଅନ୍ୟମାନେ ମଧ୍ୟ ସେହି ପ୍ରକାର କାର୍ଯ୍ୟ କରିବେ। ଯଦି ପରିବାର ମଧ୍ୟରେ ଏହି ପ୍ରକାର ଅଶୁଚିତାର ବିଷୟ ବା ବ୍ୟଭିଚାର ବିଷୟ ପରିଲକ୍ଷିତ ହୁଏ, ତାହେଲେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ତହିଁରେ ଶିକାର ହୁଅନ୍ତି। ସେମାନେ ମଧ୍ୟ ସେହି ପ୍ରକାର ଭାବେ ଜୀବନଯାପନ କରନ୍ତି। ଆଉ ଠିକ୍ ମଣ୍ଡଳୀ ସେହି ପ୍ରକାର। ଆଜି ମଣ୍ଡଳୀ ମଧ୍ୟରେ ଯେଉଁମାନେ ଆତ୍ମିକ ଜୀବନରେ ବୟପ୍ରାପ୍ତ, ଯେଉଁମାନେ ଆତ୍ମିକ ଜୀବନରେ ଏକ ପରିପକ୍ୱତାର ସ୍ତର ମଧ୍ୟକୁ ଆସିଛନ୍ତି, ସେମାନେ ଯଦି ଏ ବିଷୟରେ ସଚେତନ ନ ହୁଅନ୍ତି, ତାହେଲେ ଦୁର୍ବଳ ବିଶ୍ୱାସୀମାନେ ବା ନୂତନ ବିଶ୍ୱାସୀମାନେ ସେମାନେ କି ପ୍ରକାର ଭାବରେ ସତର୍କତାର ଜୀବନଯାପନ କରିବେ? 13 ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ପାଉଲଙ୍କ ପ୍ରେରିତିକ ପଦର କାର୍ଯ୍ୟକାରିତା ଓ ପରିସମାପ୍ତି। ପ୍ରଥମେ ଆମେ ପାଉଲଙ୍କ ପ୍ରେରିତିକ ପଦର କାର୍ଯ୍ୟକାରିତା ସମ୍ପର୍କରେ କିଛି ଆଲୋଚନା କରିବାକୁ ଯିବା। ଦେଖନ୍ତୁ, 2 କରିନ୍ଥୀୟ 13 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଏହି ତୃତୀୟ ଥର ମୁଁ ତୁମ୍ଭମାନଙ୍କ ନିକଟକୁ ଯାଉଅଛି। 2 ବା 3 ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ। ପାଉଲ ଯାହା ପୂର୍ବରୁ କହିଥିଲେ, ତାହା ସେ ବର୍ତ୍ତମାନ ପୁନରାବୃତ୍ତି କରୁଅଛନ୍ତି। ସେ ତୃତୀୟ ଥର ପାଇଁ କରିନ୍ଥକୁ ଯାଉଅଛନ୍ତି। ଜଣେ ପ୍ରେରିତ ଭାବରେ ତାହାଙ୍କର ପ୍ରେରିତିକ ଦାୟିତ୍ୱକୁ ସମ୍ପାଦନ କରିବା ପାଇଁ ଓ କାର୍ଯ୍ୟକାରୀ କରିବା ପାଇଁ। ସେ ସେଠାରେ ପହଞ୍ଚିବା ପରେ ପ୍ରତ୍ୟେକ ବିଷୟ ସ୍ଥିର କରାଯିବ ଓ ପ୍ରତ୍ୟେକ ବିଷୟ ସର୍ବସାକ୍ଷାତରେ ପ୍ରକାଶିତ ହେବ ଓ ପ୍ରତ୍ୟେକ ବିଷୟର ସମାଧାନ କରାଯିବ। 13 ପର୍ବର 2 ଓ 3 ପଦରେ ଲେଖା ଅଛି, ଯେଉଁମାନେ ପୂର୍ବରେ ପାପ କରିଥିଲେ ସେମାନଙ୍କୁ ଓ ଅବଶିଷ୍ଟ ସମସ୍ତଙ୍କୁ ମୁଁ ଯେପରି ପୂର୍ବେ ଦ୍ୱିତୀୟ ଥର ଉପସ୍ଥିତ ଥିବା ସମୟରେ କହିଥିଲି, ଏବେ ଅନୁପସ୍ଥିତ ଥାଇ ସେହିପରି ପୂର୍ବରୁ କହୁଅଛି ଯେ ଯଦି ମୁଁ ପୁନର୍ବାର ଯାଏ, ତାହେଲେ ସେମାନଙ୍କୁ ଛାଡ଼ିବି ନାହିଁ। ଯେଣୁ ଯେଉଁ ଖ୍ରୀଷ୍ଟ ମୋଠାରେ କଥା କହୁଅଛନ୍ତି, ତୁମେମାନେ ତାହାଙ୍କର ପ୍ରମାଣ ଖୋଜୁଅଛ। ପାଉଲ ସେମାନଙ୍କ ନିକଟକୁ ସେମାନଙ୍କ ଦୁର୍ବଳତା ସମୟରେ ଆସିଥିଲେ, ମାତ୍ର ଈଶ୍ୱରଙ୍କ ବାକ୍ୟ ଶକ୍ତିଯୁକ୍ତ ଥିଲା ଓ ସେହି ପାପ ପୂର୍ଣ୍ଣ ନଗର ମଧ୍ୟରେ ସେମାନଙ୍କ ଜୀବନକୁ ପରିବର୍ତ୍ତିତ କରାଇଥିଲା। ମାତ୍ର ପାଉଲ ସେମାନଙ୍କ ନିମନ୍ତେ ବିଶେଷ ଚିନ୍ତିତ ଥିଲେ ଓ ସେମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ବିଶେଷ ଲାଳାୟିତ ଥିଲେ। ଏହାପରେ 13 ପର୍ବର 4 ପଦରେ ଲେଖା ଅଛି,
ସେ ତୁମମାନଙ୍କ ପ୍ରତି ଦୁର୍ବଳ ନୁହନ୍ତି, ମାତ୍ର ତୁମମାନଙ୍କ ମଧ୍ୟରେ ଶକ୍ତିମାନ ଅଟନ୍ତି। କାରଣ ଯଦ୍ୟପି ସେ ଦୁର୍ବଳତା ହେତୁ କ୍ରୁଶାରୋପିତ ହେଲେ, ତଥାପି ଈଶ୍ୱରଙ୍କ ଶକ୍ତି ହେତୁ ସେ ଜୀବିତ। ଆମ୍ଭେମାନେ ମଧ୍ୟ ତାହାଙ୍କଠାରେ ଦୁର୍ବଳ, ମାତ୍ର ଈଶ୍ୱରଙ୍କ ଶକ୍ତି ହେତୁ ଆମ୍ଭେମାନେ ତୁମମାନଙ୍କ ପ୍ରତି ତାହାଙ୍କ ସହିତ ଜୀବିତ ହେବା। ପାଉଲ କହନ୍ତି, କାରଣ ଯଦ୍ୟପି ସେ ଦୁର୍ବଳତା ହେତୁ କ୍ରୁଶାରୋପିତ ହେଲେ, ତେବେ ସେହି ଦୁର୍ବଳତା କ'ଣ? ଅର୍ଥାତ୍ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେହି କ୍ରୁଶ ଉପରକୁ ଗଲେ, ତାହା ହିଁ ଥିଲା ଈଶ୍ୱରଙ୍କ ଅଭିମତ। ତଥାପି ଈଶ୍ୱରଙ୍କ ଶକ୍ତି ହେତୁ ସେ ଜୀବିତ। ତେଣୁ ଆସୁ ସେହି ପାଉଲଙ୍କ ପରି ଆମ୍ଭେମାନେ ତାହାଙ୍କର ଆହ୍ୱାନରେ ସଚେତନ ରହି ସେ ଆହ୍ୱାନକୁ ସଫଳ କରିବା ପାଇଁ ଚେଷ୍ଟା କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆଶା କରୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ଆମେ ଲକ୍ଷ୍ୟ କଲୁ ଯେ ପାଉଲ ଈଶ୍ୱରଙ୍କ ନିମନ୍ତେ ଅନେକ କାର୍ଯ୍ୟ କଲା ପରେ ମଧ୍ୟ ସେ ସମ୍ପୂର୍ଣ୍ଣ ସମସ୍ୟାରୁ ମୁକ୍ତ ନୁହନ୍ତି। ତାଙ୍କ ଜୀବନରେ ଏପରି ଏକ ସମସ୍ୟା ଥିଲା ଯାହାକୁ ପାଉଲ କଣ୍ଟକ ବୋଲି କହୁଛନ୍ତି। ଆଉ ସେହି ସମସ୍ୟା ପାଇଁ ପାଉଲ 3 ଥର ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଆଉ ଈଶ୍ୱର ତାଙ୍କୁ କହିଲେ, ଆମ ଅନୁଗ୍ରହ ତୁମ ପାଇଁ ଯଥେଷ୍ଟ। ପାଉଲ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କଲେ। ସେ ବିଶ୍ୱାସ କଲେ ଯେ ପ୍ରଭୁଙ୍କ ଅନୁଗ୍ରହ ମୋ ଜୀବନ ପ୍ରତି ଅଛି। ଆଉ ସେହି ଅନୁଗ୍ରହକୁ ନେଇ ସେ ଜୀବନ ଯାପନ କରିବା ଆରମ୍ଭ କଲେ। ତାପରେ ଆଉ କେବେ ପାଉଲ ତାଙ୍କ ସମସ୍ୟା ପାଇଁ ପ୍ରାର୍ଥନା କରିନାହାନ୍ତି। ପ୍ରିୟ ବନ୍ଧୁ, ଆମେ କ'ଣ ଆମ ଜୀବନର ସମସ୍ୟା ମଧ୍ୟରେ ଈଶ୍ୱରଙ୍କ ଆଡ଼କୁ ଦୃଷ୍ଟିପାତ କରୁଛୁ କି? ଈଶ୍ୱରଙ୍କ ଉତ୍ତର ଯାହା ହେଉନା କାହିଁକି ଆମେ ତାକୁ ଗ୍ରହଣ କରୁଛୁ କି? ପାଉଲ ଈଶ୍ୱରଙ୍କ ଉତ୍ତରକୁ ଗ୍ରହଣ କରିଥିଲେ। ଆଉ ସେ କହିଲେ ଯେ ମୁଁ ପ୍ରଭୁଙ୍କ ଅନୁଗ୍ରହକୁ ମୋ ଜୀବନରେ ଅନୁଭବ କରିଛି। ଈଶ୍ୱରଙ୍କ ଅନୁଗ୍ରହକୁ ଆମମାନଙ୍କ ଜୀବନରେ ଆମେ ଗ୍ରହଣ କରିପାରିଛୁ କି? ଆଜି ତ ଆମ ସମୟ ଶେଷ ହେଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। କିନ୍ତୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ଦୟାଳୁ ସ୍ୱର୍ଗସ୍ଥ ପିତା, ଆମେ ତୁମର ଧନ୍ୟବାଦ କରୁଅଛୁ। ତୁମେ ଆମମାନଙ୍କ ପ୍ରାର୍ଥନା ଶ୍ରବଣକାରୀ ଈଶ୍ୱର। ପ୍ରଭୁ, ତୁମେ ସେଦିନ ପାଉଲଙ୍କ ପ୍ରାର୍ଥନା ଶୁଣିଥିଲ, କିନ୍ତୁ ତୁମେ ପାଉଲଙ୍କୁ କହିଲ, ମୋ ଅନୁଗ୍ରହ ତୁମ ପାଇଁ ଯଥେଷ୍ଟ। ବାସ୍ତବରେ ପ୍ରଭୁ, ଆମମାନଙ୍କ ଜୀବନର କଷ୍ଟ, ଦୁଃଖ, ସମସ୍ୟା ମଧ୍ୟରେ ତୁମେ ଯେ ଆମମାନଙ୍କ ଅନୁଗ୍ରହକାରୀ ପରମେଶ୍ୱର, ଆଉ ତୁମ ଅନୁଗ୍ରହ ଯାହା ଜୀବନରେ ଥାଏ ତା ପାଇଁ ଆଉ କୌଣସି ବିଷୟର ଆବଶ୍ୟକ ନଥାଏ। ପ୍ରଭୁ, ଧନ୍ୟବାଦ ଦେଉଅଛୁ। ପ୍ରଭୁ, ଆମମାନଙ୍କୁ ମଧ୍ୟ ତୁମେ ପାଉଲଙ୍କ ପରି ମନ ଦିଅ। ଆମେ ଯେପରି ତୁମ ଅନୁଗ୍ରହରେ ଭରସା ରଖିବୁ, ବିଶ୍ୱାସ କରିବୁ, ତଦନୁଯାୟୀ ଜୀବନ କାଟିବୁ, ସେପରି କୃପା ତୁମେ କର। ତୁମେ ଆମମାନଙ୍କ ପ୍ରାର୍ଥନା ଶୁଣିଲ। ଧନ୍ୟବାଦ ଦେଇ ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କ ନିମନ୍ତେ ପ୍ରାଣ ଦେଇଥିବା ପ୍ରିୟ ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଗତ ପ୍ରଶ୍ନର ଉତ୍ତରଟି ହେଲା D3। ଆଜିର ପ୍ରଶ୍ନଟି ହେଲା, ପାଉଲ ନିଜ ଶରୀରରେ ଥିବା କଣ୍ଟକକୁ ଦୂର କରିବା ନିମନ୍ତେ ଈଶ୍ୱରଙ୍କ ପାଖରେ କେତେ ଥର ବିନତି କରିଥିଲେ? A 10, B 3, C 6, D 5। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন A, B, C, D মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଗଞ୍ଜାମରୁ ଧ୍ରୁପତି ନାୟକ ଓ ପରିବାର।